ୱେଲକମ୍ ଏଭ୍ରିୱାନ୍ ଟୁ ମାଇ ଚ୍ୟାନେଲ୍। ତ ପିଲାମାନେ ଆଜି ଆମେ ଡିସ୍କସନ୍ କରିବା ଓଡ଼ିଆ ବ୍ୟାକରଣର ଶବ୍ଦ ବା ଓଡ଼ିଆ ଶବ୍ଦାବଳୀ ବିଷୟ। ଶବ୍ଦ କାହାକୁ କୁହନ୍ତି? କିଛି ଅର୍ଥ ପ୍ରଦାନ କରୁଥିବା ଅକ୍ଷର ଗୁଡ଼ିକର ସମାହାରକୁ ଆମେ ଶବ୍ଦ କହିବା। କିଛି ଅର୍ଥ ପ୍ରଦାନ କରୁଥିବ ଅକ୍ଷର ବା ବର୍ଣ୍ଣ ଗୁଡ଼ିକର ସମାହାରକୁ ନେଇ ଯେଉଁ ପଦଟି ଗଠିତ ହୋଇଥାଏ ତାହାକୁ ଆମେ ଶବ୍ଦ କହିଥାନ୍ତି। ଓକେ, ଯେପରି ଆମର କଟକ ଏ ତିନୋଟି ଅକ୍ଷରର କ ଟ ଆଉ ପର ସମାହାରରେ ଗଠିତ। ଏହା ଗୋଟିଏ ସହରର ନାମକୁ ବୁଝାଉଛି। ଓକେ, ଏଠି ଆମେ ଏକ୍ସାମ୍ପଲ ଦେଇଛି, ଉଦାହରଣ ଦେଇଛି ପକର, ବିଗସ, ଏସବୁ ଗୋଟେ ଗୋଟେ ଶବ୍ଦ ପଦବାଚ୍ୟ ନୁହନ୍ତି, କାରଣ ଏହା କୌଣସି ଅର୍ଥକୁ ସୂଚାଉ ନାହିଁ। ତେଣୁକରି ବିଭିନ୍ନ ଅକ୍ଷର ବା ବର୍ଣ୍ଣର ସମାହାରରେ ଗଠିତ ହୋଇଥିବା ଗୋଟେ ପଦ ଯାହା କୌଣସି ଅର୍ଥ ପ୍ରଦାନ କରୁଥାଏ ତାକୁ ଆମେ ଶବ୍ଦ କହିଥାଉ। ଅର୍ଥ ପ୍ରଦାନ କରୁଥିବା ଗୋଟିଏ ବର୍ଣ୍ଣ କିମ୍ବା ଗୋଟିଏ ଅକ୍ଷରର ସମଷ୍ଟିରେ ଗଠିତ ପଦକୁ ଆମେ ଶବ୍ଦ କହିଥାଉ। ଓକେ, ତେଣୁକରି ଶବ୍ଦ ହଉଛି ଭାଷାର ଆମର ଏଠି ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହୃତ ହୁଏ ତାକୁ ପଦ ବୋଲି କୁହାଯାଏ। ଓକେ, ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହୃତ ହୁଏ, ବାକ୍ୟ ହଉଛି ବିଭିନ୍ନ ଶବ୍ଦ ମାନଙ୍କର ବିଭିନ୍ନ ବୁଝି ହଉଥିବା ବା ଅର୍ଥବୋଧ ଥିବା ଶବ୍ଦ ମାନଙ୍କର ସମାହାର ହଉଛି ବାକ୍ୟ। ଶବ୍ଦ ହଉଛି ଭାଷାର ବାହ୍ୟସ୍ଥ ଓ ତାର ଅର୍ଥ ହଉଛି ଭାଷାର ଅନ୍ତର୍ନିହିତ। ସପୋଜ ମୁଁ କହିଲି ଖେଳିବା ଗୋଟେ ଶବ୍ଦ। ଓକେ, ଖେଳିବା ହଉଛି ଗୋଟାଏ ଆମର କଣ ଶବ୍ଦ। ଖେଳିବା ଯୋଉ ଲେଖିଲ, ଏହା ହଉଛି ଭାଷାର ବାହ୍ୟସ୍ଥ। ଏହାର ଅର୍ଥ ହଉଛି କିଏ ଜଣେ ଖେଳିବ, କି ମୁଁ ଖେଳିବି, କି ପିଲା ଖେଳିବ, କିଏ ଜଣେ ଖେଳିବ, ତାହା ହଉଛି ଭାଷାର ଅନ୍ତର୍ନିହିତ। ଶବ୍ଦ ହଉଛି ଭାଷାର ବାହ୍ୟସ୍ଥ ଓ ତାର ଅର୍ଥ ହଉଛି ଭାଷାର ଅନ୍ତର୍ନିହିତ। ଏଥିରୁ କଣ ଜାଣିଲେ? ଶବ୍ଦ ହଉଛି ଅର୍ଥ ପ୍ରଦାନ କରୁଥିବା ଏକ ବା ଏକାଧିକ ଅକ୍ଷର ମାନଙ୍କର ବା ବର୍ଣ୍ଣ ମାନଙ୍କର ସମଷ୍ଟିକୁ ନେଇ ଶବ୍ଦ ଗଠିତ ହୋଇଥାଏ। ଓକେ, ତ ଶବ୍ଦକୁ ଆମର ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ତାର ଉତ୍ପତ୍ତି, ତାର କଥନ ଶୈଳୀକୁ ନେଇ ବିଭିନ୍ନ ଭାଗରେ ଆମର ବିଭକ୍ତ କରାଯାଇଛି। ତା ମଧ୍ୟରୁ ଆମେ କଣ ଜାଣିବା ନା, ତତ୍ସମ ଶବ୍ଦ କଣ, ତଦ୍ଭବ ଶବ୍ଦ କଣ, ଓକେ, ତତ୍ସମ ଶବ୍ଦଟି କଣ କୁହାଯାଏ, ତଦ୍ଭବ ଶବ୍ଦଟି କଣ, ଏଇ ସବୁ ବିଷୟରେ ଆମେ ବର୍ତ୍ତମାନ ପଢିବା। ଏମିତି ହେଇଛି ନା, ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାରକୁ 4 ପ୍ରଧାନ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ତତ୍ସମ, ତଦ୍ଭବ, ବୈଦେଶିକ ଓ ଦେଶଜ ଶବ୍ଦ। ଓକେ, ତତ୍ସମ ଶବ୍ଦ, ତଦ୍ଭବ ଶବ୍ଦ, ବୈଦେଶିକ ଶବ୍ଦ ଏବଂ ଦେଶଜ ଶବ୍ଦ। ଏଇ ଯୋଉ ଆଗତ ଗୋଟେ ଆମର ଅଛି ଆଗତ ଶବ୍ଦ, ସେଇଥିରେ ଯିବ ଆମର ବୈଦେଶିକ, ଦେଶଜ। ଏଇ ଦୁଇଟି ବାହାରୁ ଆମ ଓଡ଼ିଆ ଶବ୍ଦ ମଧ୍ୟକୁ ଆସିଅଛି। ଓକେ, ପ୍ରଥମେ ଆମେ ତତ୍ସମ ଶବ୍ଦ ବିଷୟରେ ପଢିବା। ତତ୍ସମ ଶବ୍ଦର ଅର୍ଥ ହଉଛି କଣ? ତତ୍ ସମ, ତାହା ସହ ବା ତାହା ପରି ବା ସେହିପରି। ଏହା ସଂସ୍କୃତ ତାହା ପରି। ଏହା ଶବ୍ଦର ଅର୍ଥ ହଉଛି ତାହା ପରି, ଅର୍ଥାତ ସଂସ୍କୃତ ଭାଷାର ଶବ୍ଦ ପରି। ଯେଉଁ ଭାଷା ଗୁଡିକ ସଂସ୍କୃତ ଭାଷାର ଶବ୍ଦ ଅବିକଳ ବ୍ୟବହାର କରାଯାଏ, ଆମ ଓଡ଼ିଆ ଭାଷାରେ କେତେକ ଶବ୍ଦ ଅଛି ସଂସ୍କୃତ ଭାଷାର ଅବିକଳ ଶବ୍ଦ ବ୍ୟବହାର କରାଯାଏ, ସେଇ ଶବ୍ଦ ଗୁଡିକୁ ଓଡ଼ିଆ ଭାଷାରେ ଆମର କୁହନ୍ତି ତତ୍ସମ ଶବ୍ଦ, ସଂସ୍କୃତ ଭାଷା ପରି। ସେ ଶବ୍ଦ ଗୁଡିକ କଣ ନା, ନଦୀ, ଅରଣ୍ୟ, ଏଇସବୁ ସଂସ୍କୃତରେ ଯାହା ଆମର ଓଡ଼ିଆରେ ମଧ୍ୟ ସେ ତାରା, ଆନନ୍ଦ, କ୍ଷୁଦ୍ର, ଈଶ୍ୱର, ଗାଭୀ, ବଧୂ, କୂପ, କରୁଣା, ଫଳ, ପିତା, ସତ୍ୟ, ସୁନ୍ଦର, ଏଇ ଯେତେକ ଶବ୍ଦ ଦିଆଯାଇଛି ସେଠାରେ, ଏ ଶବ୍ଦ ଗୁଡିକ ମନେ ରଖିବେ। ବେଳେ ବେଳେ ଏଇ ଶବ୍ଦ ସହିତ ତଦ୍ଭବ, ଦେଶଜ ଶବ୍ଦ ମିଶେଇକି ପଡିଥିବ। କେଉଁଠି ଆମର କ୍ୱେଶ୍ଚନ ଆସିବ, କେଉଁଠି ଆମର ତତ୍ସମ ଶବ୍ଦ ଚିହ୍ନ। ଯେଉଁ ଶବ୍ଦଟି ଅବିକଳ ସଂସ୍କୃତ ଭାଷାରେ ଯେଉଁଭଳି ଥାଏ, ତାହା ଓଡ଼ିଆ ଭାଷାରେ ମଧ୍ୟ ସେଇଭଳି ବ୍ୟବହୃତ ହୋଇଥାଏ, ତାହାକୁ ଆମେ କହିଥାନ୍ତୁ କଣ ନା ତତ୍ସମ ଶବ୍ଦ। ତାପରେ ଆମେ ଦେଖିବା ତଦ୍ଭବ ଶବ୍ଦ। ତଦ୍ଭବ ଶବ୍ଦ କଣ? ତତ୍ ଭବ, ସେଇଥିରୁ ଜାତ, ଯାହା କୁହନ୍ତି ତଦ୍ଭବ, ମାନେ ସଂସ୍କୃତ ଭାଷାରେ ତଦ୍ଭବ ଶବ୍ଦର ଅର୍ଥ ହଉଛି ତହିଁରୁ ଜାତ ବା ସଂସ୍କୃତରୁ ଜାତ। ସଂସ୍କୃତରୁ ଯେଉଁ ଶବ୍ଦ ଜାତ ହୋଇଛି ତାହାକୁ ଆମେ ତଦ୍ଭବ ଶବ୍ଦ କୁହନ୍ତି। ଓଡ଼ିଆ ଭାଷା ତାହାକୁ ତଦ୍ଭବ, ଓଡ଼ିଆ ଭାଷାଟା କୁହନ୍ତି ତଦ୍ଭବ ଶବ୍ଦ। ଦେଖନ୍ତୁ, ଯେପରି ଚନ୍ଦ୍ରକୁ ଆମେ ଚନ୍ଦ୍ର ବି କହିଥାଉ, ଚନ୍ଦ୍ର କହିଲେ ସେଟା ଆମର ତତ୍ସମ ଶବ୍ଦ ହବ। କିନ୍ତୁ ଚାନ୍ଦ, ଜ୍ୟୋତ୍ସ୍ନାକୁ ଜହ୍ନ କୁହାଯାଇଛି। ଏଇଭଳି ସଂସ୍କୃତ ଭାଷାର ଯେଉଁ ଶବ୍ଦ ଗୁଡ଼ିକର ଉଚ୍ଚାରଣ ପରିବର୍ତ୍ତନ ହୋଇ ଓଡ଼ିଆ ଭାଷାରେ ବ୍ୟବହୃତ ହୋଇଛି,
ସେଗୁଡ଼ିକ ହଉଛି ଆମର ତଦ୍ଭବ ଶବ୍ଦ। ମାନେ ସଂସ୍କୃତ ଭାଷାରୁ ସେ ସୃଷ୍ଟି ହେଇଛି, ମାତ୍ର ତାର ଉଚ୍ଚାରଣରେ ପରିବର୍ତ୍ତନ ଆସିଛି। ସେଇ ଶବ୍ଦକୁ ଓଡ଼ିଆ ଭାଷାରେ ଆମେ ତଦ୍ଭବ ଶବ୍ଦ ବୋଲି କହିଥାଉ। ତଦ୍ଭବ ଶବ୍ଦର ଅର୍ଥ ହଉଛି ତହିଁରୁ ଜାତ ବା ସଂସ୍କୃତରୁ ଜାତ। ଓକେ, ଏଇ ଏକ୍ସାମ୍ପଲ ଗୋଟେ ଦେଇଛି ଯେ ନଦୀ। ଆମେ ନଦୀକୁ ନଦୀ କହିଲେ ସେଟା ହବ ତତ୍ସମ ଶବ୍ଦ। ମାତ୍ର ନଦୀର କାଳକ୍ରମେ ପରିବର୍ତ୍ତନ ହୋଇଛି, ସେଥିରୁ ଅନ୍ୟ ଏକ ନୂଆ ଶବ୍ଦଟି ଆମେ କହିଥାଉ ନଈ। ଗ୍ରାହକଟା ହଉଛି ସଂସ୍କୃତ ଶବ୍ଦ ଗରାଖ, ଗୋଷ୍ଠ, ଗୋଠ, ଘୃତ, ଘିଅ। ପୁଷ୍କରିଣୀର ତଦ୍ଭବ ଶବ୍ଦ ହଉଛି ପୋଖରୀ। ନଅରଟା ହଉଛି ଆମର ପୋଖରୀ, ମୂଳ ସଂସ୍କୃତ ଶବ୍ଦ ହଉଛି ନଗର। ଯଦି ଆମେ ନଗର ଲେଖିବା ଏଇଟା ତତ୍ସମ ଶବ୍ଦ ହବ। ଓକେ, ଭଗିନୀ ଭଉଣୀ, ପୁତ୍ର ବି ଆମେ ଓଡିଆରେ ପୁତ୍ର ବି କୁହନ୍ତି, ପୁଅ ବି କୁହନ୍ତି। ପୁତ୍ର ହଉଛି ମୂଳ ସଂସ୍କୃତ ଶବ୍ଦ ସହିତ ସମାନ, ତେଣୁ ଏହା ହବ ତତ୍ସମ ଶବ୍ଦ, ପୁଅ ହବ ତଦ୍ଭବ ଶବ୍ଦ। ତେଣୁକରି ଏଇ ଯୋଉ ଏକ୍ସାମ୍ପଲ ଗୁଡିକ ଦେଇଛି ଏଗୁଡିକୁ ଦେଖିନେବେ। ଓକେ, ତାପରେ ଆମେ ଦେଖିବା ଦେଶଜ ଶବ୍ଦ। ଦେଶଜ ଶବ୍ଦ କଣ? ଆମ ଭାଷାରେ କେତେକ ଶବ୍ଦ ସଂସ୍କୃତ ବା ପ୍ରାକୃତ ଭାଷାରୁ ଆସେ। ହଁ, ସଂସ୍କୃତ ଯୋଉ ଓଲ୍ଡ ଲାଙ୍ଗୁଏଜ, ପୁରାତନ ଭାଷା, ସେଥିରୁ ସଂସ୍କୃତରୁ ଆସେ ଆମର କିଛି ଶବ୍ଦ ଦେଶରେ ବସବାସ କରୁଥିବା ଆଦିବାସୀଙ୍କ ଭାଷାରୁ ଆସିଅଛି। ଓକେ, ତେଣୁକରି ସେଇ ଶବ୍ଦ ଗୁଡିକ, ଏଇ ପ୍ରକାର ଶବ୍ଦ ଗୁଡିକ ନିଜ ଦେଶର ମୂଳ ସୃଷ୍ଟି ହୋଇଥିବାରୁ ଏଗୁଡ଼ିକୁ ଦେଶରୁ ଜାତ ବା ଦେଶଜ ଶବ୍ଦ। ମାନେ ଆମ ଦେଶର ଯୋଉ ଅନ୍ୟ ପ୍ରାନ୍ତରେ ଆମର ଯୋଉ ସବୁ ରହୁଛନ୍ତି ଆଦିବାସୀ ଅଛନ୍ତି, ଅନ୍ୟ ଭୂଖଣ୍ଡରେ ଯୋଉ ଜନସାଧାରଣ ମାନେ ବାସ କରୁଛନ୍ତି, ସେମାନଙ୍କ ଭାଷାରୁ ଆମ ଭାଷାକୁ ଯେଉଁ ଶବ୍ଦ ସବୁ ଆସିଅଛି, ସେଇ ଶବ୍ଦ ଗୁଡିକୁ ଆମେ ଦେଶଜ ଶବ୍ଦ କୁହନ୍ତି, କାରଣ ଏହା ଆମ ଦେଶରୁ ହିଁ ଜାତ। ଓକେ, ନା ଆମେ ପୂର୍ବରୁ ପଢିଥିଲେ କଣ, ଭାଷା ହଉଛି ସବୁବେଳେ ପରିବର୍ତ୍ତନଶୀଳ, ଅବିମିଶ୍ରଣ। ଭାଷା ସବୁବେଳେ ଅନ୍ୟ ଭାଷା ସହିତ ମିଶିଥାଏ ଏବଂ ପରିବର୍ତ୍ତନ ହିଁ ନିଜ ଭାଷାକୁ ସୁଦୃଢ କରିଥାଏ, ଦୃଢ କରିଥାଏ। ତେଣୁକରି ଅନ୍ୟ ଭାଷାର ଶବ୍ଦ ଗୁଡିକ ନିଜ ଭାଷାରେ ଯେତେବେଳେ ଆସେ, ତାକୁ ବହୁତ ସମୟ ଲାଗେ ପରିବର୍ତ୍ତନ ହବା ପାଇଁ ବା ସେଇ ନୂତନ ଭାଷାକୁ ଗ୍ରହଣ କରିବା ପାଇଁ। ମାତ୍ର ସେଇ ନୂତନ ଭାଷାକୁ ଏକ ନୂତନ ରୂପରେ ଗ୍ରହଣ କଲା ପରେ ଏକ ନିର୍ଦ୍ଦିଷ୍ଟ ଭାଷାଟି ତାହା ପରିପୃଷ୍ଟ ହୋଇଥାଏ ବା ତାର କଣ ମାନେ ଆମର ତାର ବିବର୍ତ୍ତନ ଘଟିଥାଏ, ଭାଷାର ବିବର୍ତ୍ତନ ଘଟିଥାଏ। ଓକେ, ଦେଶଜ ଶବ୍ଦ ଗୁଡିକ କଣ କଣ? ଆମ ଅଲରା, ଅଖାଡୁଆ, ଏ ସବୁ ଶବ୍ଦ ଗୁଡିକ ଆମର ଆମ ଦେଶରୁ ଜାତ ଶବ୍ଦ ବା ଆମ ଦେଶରେ ରହିଥିବା ପ୍ରାଚୀନ ଆଦିବାସୀ ମାନଙ୍କ ଭାଷା ଠାରୁ ଆସିଅଛି। ଏଣ୍ଡୁରି, ଠାପୁଆ, ହିଡ, ଟାପରା, ତୋରାଣୀ। ଓକେ, ଏସବୁ ହଉଛି ଆମର ଛଉଲ, ତଉଲ, ତେଣ୍ଡା, ଏସବୁ ହଉଛି ଆମର ଦେଶଜ ଶବ୍ଦ। ତେଣୁକରି ଯେତେବେଳେ ପରୀକ୍ଷାରେ କୋଶ୍ଚିନ୍ ଆସିବ ଦେଶଜ, ତତ୍ସମ, ତଦ୍ଭବ ସବୁ ମିଶିକରି ଆସିବ, ଏହା ମଧ୍ୟରୁ ଦେଶଜ ଶବ୍ଦ କିଏ ଚିହ୍ନ, ଏହା ମଧ୍ୟରୁ ତଦ୍ଭବ ଶବ୍ଦ କିଏ ଚିହ୍ନ, ବୈଦେଶିକ ଶବ୍ଦ କିଏ ଚିହ୍ନ, ଏଇଭଳି ଭାବେ ଆସେ। ଓକେ, ଆମର ଗଲା ତତ୍ସମ ଶବ୍ଦ, ତଦ୍ଭବ ଶବ୍ଦ, ଦେଶଜ ଶବ୍ଦ। ଏବେ ଦେଖିବା ଆଗତ ଶବ୍ଦ। ଆଗତ ଶବ୍ଦକୁ ଆମର ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହଉଛି ଦେଶୀୟ, ଗୋଟିଏ ହଉଛି ବୈଦେଶିକ। ଓକେ, ଏବେ ମୁଁ କହିକି ଆସିଲି ଯେ ପୃଥିବୀର କୌଣସି ଭାଷା ଅବିମିଶ୍ରଣ। ଭାଷା ସବୁବେଳେ ଅନ୍ୟ ସହିତ ମିଶିକରି ଅନ୍ୟ ଭାଷାର ଶବ୍ଦ ଆହରଣ କରି ନିଜର ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିଥାଏ। ଓକେ, ତେଣୁକରି ଯୋଉ ଅନ୍ୟ ଭାଷାର ଯୋଉ ଶବ୍ଦ ଆସିଥାଏ, ତାହାକୁ ଆମେ କହିଥାଉ ଆଗତ ଭାଷା। ଓକେ, ଆଗତ ଭାଷା। ଆମର ଓଡିଶାର ରାଜା ମାନେ ଆମର ଗଜପତି ରାଜା ହୁଅନ୍ତୁ, ଗଙ୍ଗବଂଶ ରାଜା ହୁଅନ୍ତୁ, ସେମାନେ ଦକ୍ଷିଣ ଭାରତରେ ବହୁତ ଅଞ୍ଚଳ ଜୟ କରି ତ ଆମର ପୂର୍ବ ଗଜପତି ରାଜା, ଗଙ୍ଗବଂଶ ରାଜା ଯେତେବେଳେ ଦାକ୍ଷିଣାତ୍ୟ ବିଜୟ କରିଥିଲେ, ସେତେବେଳେ ମଧ୍ୟ ଯେତେବେଳେ ଦାକ୍ଷିଣାତ୍ୟ ମାନେ ଦକ୍ଷିଣ ଭାରତରେ ଥିବା ଯୋଉ ଭାଷା, ଯୋଉ ଦ୍ରାବିଡ ଭାଷା, ତେଲୁଗୁ, ତାମିଲ, ଏ ସବୁ କନ୍ନଡ, ଏ ସବୁ ଯୋଉ ଭାଷା ରହିଲା, ସେ ଭାଷା ସହିତ ଆମର ଯୋଉ ଓଡିଆ ଭାଷାର ମଧ୍ୟ ମିଶ୍ରଣ ବି ଘଟିଥିଲା। କିଛି କିଛି ଭାଷା, କିଛି କିଛି ଶବ୍ଦ ସେମାନେ ଆମ ଭାଷାରୁ ନେଇଥିଲେ, ଆମେ ମାନେ ମଧ୍ୟ ସେମାନଙ୍କ ଯୋଉ ଦ୍ରାବିଡ ଭାଷାରୁ ମଧ୍ୟ କିଛି କିଛି ଶବ୍ଦ ଆହରଣ ବା ଗ୍ରହଣ କରିଛନ୍ତି। ଓକେ, ତ ସେଇଭଳି ଆମର ବୈଦେଶିକ ମାନେ ହେଲେ କିଏ, ଯୋଉମାନେ ଆମର ବୈଦେଶିକ ମାନଙ୍କୁ ତୁର୍କୀ, ଫ୍ରେଞ୍ଚ, ପର୍ତ୍ତୁଗିଜ, ଇଂରେଜ, ଏମାନେ ମଧ୍ୟ ଆମ ରାଜ୍ୟରେ ଆମ ଦେଶରେ ଶାସନ କରିଛନ୍ତି। ତେଣୁକରି ଏମାନଙ୍କ ଠାରୁ ମଧ୍ୟ ଆମ ଅ, ରାଜ୍ୟକୁ କିଛି କିଛି ଭାଷା ମଧ୍ୟ ଆସିଛି। ଓକେ, ଏଇଠି ଲେଖା ହେଇଛି ସେପରି ମୁଘଲ ଶାସନ ସମୟରେ ଓ ଇଂରେଜ ଶାସନ ବେଳେ ଅନେକ ନୂଆ ଶବ୍ଦ ମଧ୍ୟ ଆମ ଭାଷାକୁ ଆସିଛି। ଓକେ, ତେଣୁକରି ଏଇ ଆଗତ ଭାଷାକୁ ଆମେ ଦୁଇ ଭାଗରେ ବିଭକ୍ତ କରିଛୁ। ପୂର୍ବରୁ ଆମେ ଜାଣିଲେ କଣ, ଆମର ଭାଷା ଗଲା ତତ୍ସମ, ଯୋଉଟା ସଂସ୍କୃତ ସହିତ ସମାନ, ଏକ୍ସାକ୍ଟ ସଂସ୍କୃତ ଭାଷା।
ତଦ୍ଭବ ସଂସ୍କୃତରୁ ଜାତ ହଉଛି ଆମର ତଦ୍ଭବ ଶବ୍ଦ। ଦେଶଜ ଶବ୍ଦ ଗଲା ଆମର ଯୋଉ ଆମର ଆଦିବାସୀ ମାନଙ୍କର ଯୋଉ ଭାଷାକୁ ଆମେ ଯୋଉ ଗ୍ରହଣ କରିଛୁ ସବୁ ଦେଶୀୟ ଶବ୍ଦ ବା ଦେଶଜ ଶବ୍ଦ କହନ୍ତି। ତା ସହିତ ଯୋଉ ଆଗତ ଶବ୍ଦ, ଏଇ ଆଗତ ଶବ୍ଦକୁ ଆମେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହଉଛି ଆମର ଦେଶୀୟ ଶବ୍ଦ, ଆଉ ଗୋଟେ ହଉଛି ବୈଦେଶିକ ଶବ୍ଦ। ଏଇ ଦେଶୀୟ ଶବ୍ଦରେ ଆମର ଯୋଉଟା ଆମର ଡିସ୍କସନ କରିକି ଆସିଲେ ଆଦିବାସୀ ଭାଷା ଏବଂ ଏହା ସହିତ ଦ୍ରାବିଡ ଭାଷା, ଦାକ୍ଷିଣାତ୍ୟର ଯୋଉ ଭାଷାରୁ ଆଗତ ଶବ୍ଦ ଗୁଡିକୁ ଆମେ କହିଥାନ୍ତି କଣ କହିଥାନ୍ତି ନା ଦେଶୀୟ ଶବ୍ଦ। ଏବଂ ଆରବୀ, ଫରାସୀ ମାନେ ଯୋଉ ପାର୍ସୀ, ତୁର୍କୀ, ପର୍ତ୍ତୁଗିଜ, ଇଂରେଜ, ଅ, ଆମର ଯୋଉ ଅନ୍ୟ ଯୋଉ ରହିଲେ ଆମର ଗ୍ରୀକ ମାନେ ମଧ୍ୟ ଭାରତ ଆକ୍ରମଣ କରିଥିଲେ। ତେଣୁ ସେମାନେ ମଧ୍ୟ ଭାରତ ଶାସନ କିଛି କାଳ ପାଇଁ କରିଛନ୍ତି। ସେମାନଙ୍କ ଶାସନ ଯଦିଓ ସେମାନେ ଡାଇରେକ୍ଟ ଶାସନ କରିନାହାନ୍ତି, କିନ୍ତୁ ଶାସନର ପ୍ରଭାବଟା ଗ୍ରୀକ ଶାସନର ପ୍ରଭାବଟା ଭାରତର ଉତ୍ତର ଭାରତୀୟ ଅଞ୍ଚଳରେ ରହିଥିଲା। ତେଣୁ ସେ ସବୁ ୟୁରୋପୀୟ ଭାଷା, ସେମାନେ ୟୁରୋପରୁ ଆସିଥିଲେ, ତେଣୁ ତାହା କୁହାଯାଏ ୟୁରୋପୀୟ ବା ବୈଦେଶିକ ଶବ୍ଦ। ତେଣୁକରି ଆଗତ ଭାଷା ଦୁଇ ଭାଗରେ ବିଭକ୍ତ, ତାହା ହଉଛି ଦେଶୀୟ ଶବ୍ଦ, ଆଉ ଗୋଟେ ହଉଛି ଆମର ବୈଦେଶିକ ଶବ୍ଦ। ଦେଶୀୟ ଶବ୍ଦରେ ଆମର ଯିବ କଣ ନା, ଦେଶୀୟ ଶବ୍ଦରେ ଆମର ଯିବ ଆଦିବାସୀ ଶବ୍ଦ ଏବଂ ଦ୍ରାବିଡ ଶବ୍ଦ। ତା ସହିତ ଯୋଉ ଆରବୀ, ପାର୍ସୀ, ତୁର୍କୀ ଏ ଭାଷାକୁ, ଏଇ ଯୋଉ ବୈଦେଶିକ ଭାଷାକୁ ଆମେ ଜାବନିକ ଶବ୍ଦ କହନ୍ତି। ଏମାନଙ୍କୁ ଆମେ ଓଡିଆରେ ଜବର କହିଥାଉ। ଓଡିଆରେ ଆମେ କଣ କହିଥାଉ ନା ଜବନ। ତାଙ୍କର ଭାଷା ଗୁଡିକୁ ଆମେ କହିଥାନ୍ତି ଜାବନିକ। ଆରବୀ, ପାର୍ସୀ, ତୁର୍କୀ। ତ ଯୋଉ ଦେଶୀୟ ଶବ୍ଦ ଆମର ରହିଲା ଆଦିବାସୀ ଶବ୍ଦ ଆଉ ଦ୍ରାବିଡ ଶବ୍ଦ। କେଉଁ କେଉଁ ଶବ୍ଦ ଗୁଡିକ ଆସିଅଛି? ଓରା, ଚାଳ, କୋଡି, ଭଅଁର, ଡାଳ, ଓଳି, ଖଡା, ଇଏ ସବୁ ଆମର ଆଦିବାସୀ ଶବ୍ଦ। ଏଗୁଡିକ ଓଡିଆ ଶବ୍ଦ ଭଣ୍ଡାରକୁ ମଧ୍ୟ ରୁଦ୍ଧିମନ୍ତ କରିଛନ୍ତି। ତ ତା ସହିତ ଦ୍ରାବିଡ ଶବ୍ଦ କଣ ଗୁଡିକ? ଦାକ୍ଷିଣାତ୍ୟର ଶବ୍ଦ ଆମର ଯୋଉ ଆମେ ଓଡିଆ ଶବ୍ଦରେ ବ୍ୟବହାର କରୁଛୁ, ସେଗୁଡା ହଉଛି ଆରିସା, ତୋଟା, ଗିଲା, ପିଲା, ବିଲ, ସାନ, ଆଟିକା, ରୁଆ, ଏଇଭଳି ବହୁତ ଭାଷା ଅଛି। ସେଗୁଡିକ ଆମର ଦ୍ରାବିଡ ବା ଦାକ୍ଷିଣାତ୍ୟରୁ ଆସିଅଛି। ଆରବୀ ଶବ୍ଦ ଗୁଡିକ କଣ କଣ? ଯେଉଁ ସବୁ ଏ ସବୁ ଯୋଉ ଏକ୍ସାମ୍ପଲ ଯୋଉ ଶବ୍ଦ ଗୁଡା ଦେଇଛି, ଏ ସବୁ ଶବ୍ଦ ମନେ ରଖିବେ। ପରୀକ୍ଷାରେ ଡାଇରେକ୍ଟ ଆସିପାରେ। ଏଇ ଆମର ଇଲମ, ଇସାରା, ଅକ୍ତିଆର ଏବଂ କୁଡୁଆ ମଧ୍ୟରୁ କେଉଁଟି ଭିନ୍ନ ଅଟେ ବା କେଉଁଟି ଦ୍ରାବିଡ ଶବ୍ଦ ଅଟେ? କୁଡୁଆଟି ଦ୍ରାବିଡ ଶବ୍ଦ ଅଟେ। ଏଇଭଳି କୋଶ୍ଚିନ୍, ମାନେ ଚାରୋଟି ଅପସନ ଦେଇଥିବ, ଗୋଟେ ସଠିକ ଅପସନଟି ମାନେ ଚିହ୍ନା କୋଉଟା ଭିନ୍ନ ଅଟେ। ଇଏ ଟୋଟାଲ ଏଇ ଚାରୋଟି ଆମର ଦେଲା କୋଶ୍ଚିନ୍। କୁଡୁଆ, ଇଲମ, ଇସାରା, ଅକ୍ତିଆର। ଭିନ୍ନ ଶବ୍ଦଟି କି ନା କୁଡୁଆ। କାହିଁକି? ଇଏ ହଉଛି ଆମର ଦେଶୀୟ ଦ୍ରାବିଡ ଶବ୍ଦ। ବଟ୍ ଆମର ଇଲମ, ଇସାରା, ଅକ୍ତିଆର ଏସବୁ ଆମର ଆରବୀ ଶବ୍ଦ, ବୈଦେଶିକ ଆରବୀ ଶବ୍ଦ। ସେଭଳି ପାର୍ସୀ ଶବ୍ଦ ଗୁଡିକ ଅବକାରୀ, ଆମେ ଯୋଉ ଅବକାରୀ ବିଭାଗ କୁହାଯାଏ, ଅବକାରୀ, ଅମିନ, ଯୋଉ ମପାମ ଯୋଉ ଅମିନ, ଅବକାରୀ, ଅନ୍ଦାଜ, ଅଫସୋସ, ଆମଦାନୀ, କୁର୍ତ୍ତା, ଇଏ ସବୁ ଆମର ପିଓର ଓଡିଆ ଶବ୍ଦ ନୁହନ୍ତି। ଏ ସବୁ ଆମର ପାର୍ସୀ ଭାଷା, ପାର୍ସୀ ବୈଦେଶିକ ଭାଷାରୁ ବା ଜାବନିକ ଭାଷାରୁ ଏ ସବୁ ଶବ୍ଦ ଆସିଅଛି, ଓଡିଆ ଭାଷାକୁ ଆସିଅଛି। ସେଭଳି ତୁର୍କୀ ଶବ୍ଦ ଗୁଡିକ କାବୁ, କୁଲି, ଆଉ ଯୋଉ କୁଲି ଯୋଉ ଆମର ରେଲୱେ ଷ୍ଟେସନ ମାନଙ୍କରେ କୁଲି ଥାନ୍ତି, ସେ କୁଲି ଶବ୍ଦଟି ଆମର ତୁର୍କୀ ଶବ୍ଦରୁ ଆସିଅଛି। ଗାଲିଚା ତୁର୍କୀ ଶବ୍ଦରୁ ଆସିଅଛି। ତୋପ, ବାରୁଦ, ବନ୍ଧୁକ, ଏ ସବୁ ଆମର ଓଡିଆର ନିଜସ୍ୱ ଶବ୍ଦ ନୁହେଁ। ଏହା ଆମେ ତୁର୍କୀ ଯୋଉ ବୈଦେଶିକ ଶବ୍ଦ, ସେଥିରୁ ଆମେ ଆହରଣ କରିଛୁ। ସେପରି ଆଉ ଗୋଟେ ପର୍ତ୍ତୁଗୀଜ ଶବ୍ଦ ଆତଟା ପର୍ତ୍ତୁଗୀଜ, ଆଲମାରି, କାଜ, କାମିଜ, ଗିର୍ଜା, ପାଦ୍ରୀ, ଫିତା, ବାଲ୍ତି, ନିଲାମ, ମିସ୍ତ୍ରୀ, ଶାଗ, ଏଭଳି ଅନେକ ଶବ୍ଦ ମଧ୍ୟ ଆମର ପର୍ତ୍ତୁଗୀଜ ଶବ୍ଦରୁ ଆସିଅଛି। ଇଂରାଜୀ ଶବ୍ଦ ଗୁଡିକ ଆମେ ପ୍ରାୟ ସମସ୍ତେ ବୁଝିପାରିବେ। ଏବେ ମଧ୍ୟ ଆମେ ଡେ ଟୁ ଡେ ଲାଇଫରେ ୟୁଜ କରୁଛନ୍ତି ତାକୁ। କେବେ ଅପରେସନ ହେଲା, ଅର୍ଦଳି, ଅମଲେଟ, ସାର୍ଟ, ଟେବୁଲ, ଚେୟାର, କଲେଜ, କୁପନ, ସ୍କୁଲ, ବେଲ୍ଟ, ବେଞ୍ଚ, ପ୍ୟାଣ୍ଟ, ଡାକ୍ତର, ମେଡିସିନ, ବ୍ଲକ, ଏ ସବୁ ଆମର ଇଂରାଜୀ ଶବ୍ଦ। ତେଣୁ ଏଥିରୁ କଣ ଜାଣିଲେ? ଯୋଉ ଭାଷା ଯୋଉ ପ୍ରକାର ଭେଦ ଯୋଉ ରହିଲା ଆମର, ତତ୍ସମ ଶବ୍ଦଟି ଆମର ହଉଛି ତତ୍ସମ। ତତ୍ସମ ଶବ୍ଦଟି ଯୋଉ ଶବ୍ଦଟି ସଂସ୍କୃତ ସହ ସମାନ, ସେଟା ହଉଛି ତତ୍ସମ। ତାପରେ ହେଲା ତଦ୍ଭବ, ସଂସ୍କୃତର ଜାତ ଶବ୍ଦଟି ହଉଛି ଆମର ତଦ୍ଭବ। ତାପରେ ଆମର ହେଲା ଦେଶଜ ଶବ୍ଦ, ଗୋଟେ ଆଦିବାସୀ ମାନଙ୍କର ଭାଷାରେ କିଛି କିଛି ଶବ୍ଦ ଆମର ଓଡିଆ ଭାଷାକୁ ଆସିଅଛି, ତାକୁ ଦେଶଜ ଶବ୍ଦ କହନ୍ତି। ସେଭଳି ଯୋଉ ଦେଶୀୟ ଶବ୍ଦରେ ଆଉ ଗୋଟେ ଦେଶୀୟ ଶବ୍ଦ, ଏଇ ଦେଶୀୟ ଶବ୍ଦରେ ଆମର ରହିଯିବ କଣ? ଆମର ଦେଶଜ, ଆଉ ରହିବ ବୈଦେଶିକ। ବୈଦେଶିକ ଏ ଦେଶଜଟା ହଉଛି ଆମର ଆଗତ ଶବ୍ଦ, ଯୋଉଟା କି ଆମର ଆଦିବାସୀ ଏବଂ ଆମର ଦାକ୍ଷିଣାତ୍ୟ, ତେଲୁଗୁ, ତାମିଲ, ଦ୍ରାବିଡ ମାନଙ୍କଠୁ ଆସିଅଛି। ତାହା ହଉଛି ଆଗତ ଶବ୍ଦ। ଓକେ, ଆଗତ ଶବ୍ଦରେ ଆମର କୋଉଟା ହଉଛି ନା ବୈଦେଶିକ ଶବ୍ଦ ଆସୁଛି, ତା ସହିତ ଦେଶୀୟ ଶବ୍ଦ ଆସୁଛି।
ଓକେ, ଆମର ଆଗତଟା ହଉଛି ଦୁଇ ପ୍ରକାର। ଆଗତ ଶବ୍ଦ ଗୋଟେ ହଉଛି ଆମର ଦେଶୀୟ ଆଉ ଗୋଟେ ହେଲା ଆମର ବୈଦେଶିକ। ବୈଦେ- ଓକେ। ଦେଶୀୟରେ ଆମର ରହିଲେ ଦ୍ରାବିଡ଼ ଶବ୍ଦ, ଦ୍ରାବିଡ଼ ଏବଂ ଆଦିବାସୀ ଶବ୍ଦ। ବୈଦେଶିକ ରହିଲେ ତୁର୍କୀ, ପର୍ତ୍ତୁଗିଜ, ଇଂରାଜୀ, ଆଉ ଫ୍ରେଞ୍ଚ, ଆଉ ଯୋଉ ଫରାସୀ ମାନେ ରହିଲେ, ତାପରେ ମୋଗଲ ମାନେ ରହିଲେ, ଏମାନଙ୍କ ଭାଷାରୁ ଯୋଉ ଶବ୍ଦ ଗୁଡିକ ଆସିଅଛି ତାହାକୁ ଆମେ କହିଥାଉ ବୈଦେଶିକ ଶବ୍ଦ ବା ଜାବନିକ ଶବ୍ଦ। ତା ସହିତ ଆମର ଯୋଉ ଶବ୍ଦ ଗୁଡିକୁ ନେଇ ଆମର ଯୋଉ ପ୍ରଚଳିତ ଶବ୍ଦ ଗୁଡିକୁ ନେଇ ଶବ୍ଦ ଗୁଡିକୁ ଦୁଇ ଭାଗରେ ଆମ ଭାଷାରେ ପ୍ରଚଳିତ ଶବ୍ଦ ଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ତଥା ହଉଛି କଣ ମୌଳିକ ଶବ୍ଦ, ଯୁଗ୍ମ ଶବ୍ଦ। ଆମର ଆମେ ଯୋଉ ଏବେ ଯୋଉ ଜିନିଷ ଆମେ ଆଲୋଚନା କରି ଆସିଛୁ ଭାଷାର ପ୍ରକାର ଭେଦ, ତାହା ତାର ଉତ୍ପତ୍ତି ଏବଂ କେଉଁଠାରୁ ଆସିଅଛି, ତାର ଉତ୍ପତ୍ତି ଅରିଜିନ, ତାର ପ୍ରକୃତ ସ୍ଥାନ, କେଉଁଠାରୁ ତାର ଉତ୍ପତ୍ତି ହୋଇଛି, ତାହାକୁ ନେଇ ଆମେ ଭାଷାକୁ ତତ୍ସମ, ତଦ୍ଭବ, ଦେଶଜ, ଦେଶୀୟ, ବୈଦେଶିକ ଏଇଭଳି ଭାବରେ ଆମେ ବିଭକ୍ତ କଲେ। କିନ୍ତୁ ଭାଷାର ଯୋଉ ଶବ୍ଦ ଗୁଡିକ ରହିଛି ତାକୁ ମଧ୍ୟ ଆମେ ଦୁଇ ଭାଗରେ ବିଭକ୍ତ କରିଥାନ୍ତି। ଗୋଟିଏ ହଉଛି ଆମର ମୌଳିକ ଶବ୍ଦ, ଆଉ ଗୋଟେ ହଉଛି ଆମର ଯୁଗ୍ମ ଶବ୍ଦ। ଓକେ। ଭାଷାର ଉତ୍ପତ୍ତିକୁ ନେଇ ଆମର ତତ୍ସମ, ତଦ୍ଭବ, ଦେଶୀୟ, ଆଦିବାସୀ ଶବ୍ଦ ହଉ, ଜାବନିକ ହଉ, ବୈଦେଶିକ ଶବ୍ଦ, ସେସବୁ ଶବ୍ଦ ଭାଷାର ଉତ୍ପତ୍ତିକୁ ନେଇ ବିଭକ୍ତକରଣ କରାଗଲା। ମାତ୍ର ପ୍ରଚଳିତ ଶବ୍ଦ ଗୁଡିକୁ ଆଉ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ତାହା ହଉଛି ମୌଳିକ ଶବ୍ଦ, ଯୁଗ୍ମ ଶବ୍ଦ। ମୌଳିକ ଶବ୍ଦ କଣ ନା, ଯଦି ଆମେ ଗୋଟିଏ ଅକ୍ଷର କାଟିଦେବା ସେ ଶବ୍ଦ ହଉଛି ଅକ୍ଷର ମାନଙ୍କର ବୁଝି ହଉଥିବା ସମାହାର, ମାନେ ବୁଝି ହଉଥିବା ଅର୍ଥ ପ୍ରଦାନ କରୁଥିବା ଅକ୍ଷର ମାନଙ୍କର ସମାହାର ହଉଛି ଆମର ଶବ୍ଦ। ସେଇ ଶବ୍ଦରୁ ତିନି ଚାରିଟି ଅକ୍ଷର ଅଛି, ଗୋଟିଏ ଅକ୍ଷର କାଟିଦେବା ତାର ଯଦି ଅର୍ଥ ପ୍ରକାଶ ନହେଲା ତାହେଲେ ସେଇଟା ହଉଛି ମୌଳିକ ଶବ୍ଦ। ନଡିଆରୁ ମୁଁ ଯଦି ନ କାଟିଦେବି ଡିଆ କିଛି ଶବ୍ଦ ହବ, କି ଆ କାଟିଦେଲେ ନଡି କିଛି ଶବ୍ଦ, ହଡାରୁ ଡ କାଟିଦେଲେ ହ, ଘରୁ ଘ କାଟିଦେଲେ ର, ଏଇସବୁ କୌଣସି ଘର ଯେମିତି ଗୋଟେ ଶବ୍ଦ ହଉଛି, ର ଗୋଟେ କେବେ ଶବ୍ଦ ହବ ନାହିଁ। ତେଣୁ ଏସବୁ ଗୋଟେ ଗୋଟେ ଶବ୍ଦକୁ ଅର୍ଥକୁ ପରିପ୍ରକାଶ କରୁନି। ତେଣୁକରି ଏଗୁଡିକୁ ଆମେ କହିଥାଉ ମୌଳିକ ଶବ୍ଦ। ତ ମୌଳିକ ଶବ୍ଦ କଣ ନା, ଯେଉଁ ଯେଉଁ ଶବ୍ଦରୁ ଗୋଟିଏ ଅକ୍ଷର କାଟିଦେଲେ ତାହାର ଅର୍ଥ ହାନି ହୋଇଥାଏ ବା ତାହାର ଅର୍ଥ ପ୍ରକାଶ ହୋଇପାରେ ନାହିଁ, ତାହାକୁ ଆମ୍ଭେ ମୌଳିକ ଶବ୍ଦ କହିଥାଉ। ଓକେ। ଗୋଟିଏ ଅକ୍ଷର ଯଦି କାଟିଦବା ତାର ଅର୍ଥ ପରିପ୍ରକାଶ ହବ ନାହିଁ, ତାହା ହଉଛି ମୌଳିକ ଶବ୍ଦ। ଯୁଗ୍ମ ଶବ୍ଦ କଣ? ଯୁଗ୍ମ ଶବ୍ଦ ଅର୍ଥ ହଉଛି ଆମର ଯୋଡି ଶବ୍ଦ। ଯୋଡି ଯୋଡି କରି ଲାଗିକି ରହିଥାଏ। ତାହା ହଉଛି ଆମର ଯୁଗ୍ମ ଶବ୍ଦ। ଯୁଗ୍ମ ଶବ୍ଦକୁ ଛାଡି ଛାଡି ଲେଖାଯାଏ ନାହିଁ, ସେ ଯୋଡି ଯୋଡି ହୋଇ ଲେଖା ଯେମିତି ଆମର ଏଠି ଲେଖା ହେଇଛି, ବ୍ୟବସାୟରେ ଲାଭ କ୍ଷତି ଲାଗି ରହିଛି, ବନ୍ଧୁ ବାନ୍ଧବ, ଝଗଡା ଝାଟି, ପଢାପଢି, ଠକ୍ ଠକ୍, ଦୌଡା ଦୌଡି, ମଡ ଇଏ ସବୁ ହଉଛି ଆମର ଯୁଗ୍ମ ଶବ୍ଦ। ଉପରେ ଗାର ଦିଆଯାଇଥିବା ଭାଷା ଗୁଡିକ ଆମର ଯୁଗ୍ମ ଶବ୍ଦ ବା ଯୋଡି ଶବ୍ଦ। ଓକେ। ଏସବୁ ଲେଖିଲା ବେଳେ ଏଇପରି ଆମେ ଅନେକ ଯୁଗ୍ମ ଶବ୍ଦ ବ୍ୟବହାର କରିଥାଉ। ଏହା ଗୁଡିକ ଅର୍ଥପୂର୍ଣ୍ଣ ହୁଏ, ଲାଭ କ୍ଷତି ଲାଗି ରହିଛି। ମାନେ କଣ, ଲାଭ ହଉଛି, ପଇସା କିଛି ଆସୁଛି, ପଇସା କିଛି କ୍ଷତି ବି ହେଇଯାଉଛି। ତାର ଅର୍ଥ ରହୁଛି, ଆଉ ଶ୍ରୁତି ମଧୁର, ଶୁଣିବାକୁ ମଧ୍ୟ ଶ୍ରୁତି ମଧୁର ହୋଇଥାଏ। ଝଗଡା ଝାଟି ହଉଛି, ପଢା ପଢି ହଉଛି। ଓକେ। ସେ ଯୋଉ ଯୁଗ୍ମ ଶବ୍ଦକୁ ବ୍ୟବହାର ଦୃଷ୍ଟିରୁ ଆମେ ପ୍ରାୟ 6 ଭାଗରେ ବିଭକ୍ତ କରିଛନ୍ତି। ଓକେ। ଏ 6 ଭାଗ କଣ ଦେଖିବା? ଆମେ ଯୋଉ ଯୁଗ୍ମ ଆମର ଶବ୍ଦ ଯୋଉ ଭାଷାରେ ବ୍ୟବହୃତ ହଉଥିବା ଶବ୍ଦ ଦୁଇ ପ୍ରକାର, ଗୋଟେ ମୌଳିକ ଶବ୍ଦ। ମୌଳିକ ଶବ୍ଦରେ ଗୋଟିଏ ଅକ୍ଷର ଯଦି ବାଦ ଦବ ତାହେଲେ ସେ ଶବ୍ଦର ଅର୍ଥ ପରିପ୍ରକାଶ କରିବ ନାହିଁ, ତାହା ମୌଳିକ ଶବ୍ଦ। ଯୁଗ୍ମ ଶବ୍ଦ ହଉଛି ଯୋଡି ଯୋଡି ଶବ୍ଦ, ଯାହା ପାଖାପାଖି ଲଗାଲଗି ହୋଇ ଲେଖା ହେଇଥାନ୍ତି, ଛଡାଛଡି ହୋଇ ଲେଖା ହୋଇ ପାରିବେ ନାହିଁ। ତାହେଲେ ଯୋଉ ଲଗାଲଗି ଯୋଉ ଲେଖା ହୋଇଥାନ୍ତି ତାହା ମଧ୍ୟ ଲେଖା ଅର୍ଥପୂର୍ଣ୍ଣ ଆଉ ଶ୍ରୁତିପୂର୍ଣ୍ଣ ହୋଇଥାଏ। ତେଣୁକରି ତାହାକୁ ଯୁଗ୍ମ ଶବ୍ଦ କୁହାଯାଏ। ସେ ଯୁଗ୍ମ ଶବ୍ଦ 6 ଭାଗରେ ବିଭକ୍ତ। ସେଗୁଡିକ ହେଲା କଣ ନା, ଶବ୍ଦ ସହିତ ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ଯୋଗରେ ଗଠିତ ଯୁଗ୍ମ ଶବ୍ଦ। ଗୋଟେ ଶବ୍ଦ ଅଛି ଦେଖନ୍ତୁ, ଲାଭ କ୍ଷତି। ଲାଭର ବିପରୀତ ଶବ୍ଦ ହଉଛି କ୍ଷତି। ଇଏ ଯୋଉଠି ଗୋଟେ ଶବ୍ଦ ଗଠନ ହଉଛି, ଏହା ହଉଛି ଏକ ପ୍ରକାରର ଆମର କଣ ଯୁଗ୍ମ ଶବ୍ଦ। ଆଉ ଗୋଟେ ହଉଛି ବନ୍ଧୁ ବାନ୍ଧବ, ଶବ୍ଦର ସମଚାରିତ ଶବ୍ଦ, ତାର ଅର୍ଥ ଆମର ସମାନ ହଉଛି ବନ୍ଧୁ ବାନ୍ଧବ। ବନ୍ଧୁ ବାନ୍ଧବ, ପଢାପଢି, ପଢାପଢି ଆମର ପଢା ଗୋଟେ ଶବ୍ଦ, ପଢି ଗୋଟେ ଶବ୍ଦ, ଯୋଉଟା କି ଆମର ପାଠ ପଢାକୁ ହିଁ ବୁଝାଉଛି। ପ୍ରାୟ ଆମର ଏଇ ଦ୍ଵିତୀୟଟା ସମାନ ଅର୍ଥ ବୁଝାଉଥିବା ଦୁଇଟି ଶବ୍ଦ। ଏଟା ହଉଛି ଆମର ପଢାପଢି। ଏହାର ଏକ୍ସାମ୍ପଲ ହେଲା ଆମର କଣ, ପଢା ପଢି। ଇଏ ଆମର ହେଲା ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ଲାଭ କ୍ଷତି। ଇଏ ଆମର ଯୁଗ୍ମ ଶବ୍ଦ, ମାତ୍ର ବିପରୀତ ଅର୍ଥକୁ ବୁଝାଉଛି।
ଇଏ ଆମର ଯୋଉ ଯୁଗ୍ମ ଶବ୍ଦ ଏ ସମୋଚ୍ଚାରିତ ଅର୍ଥ ବୁଝାଉଛି ବା ସମାନ ଅର୍ଥ ବୁଝାଉଛି। ତାପରେ ତ ହଉଛି ଅର୍ଥ ଥିବା ଶବ୍ଦ ସହିତ ଅର୍ଥ ନଥିବା ଶବ୍ଦର ଯୋଗରେ ଗଠିତ ଯୁଗ୍ମ ଶବ୍ଦ। ତାପରେ ଧ୍ୱନ୍ୟାତ୍ମକ ଯୁଗ୍ମ ଶବ୍ଦ, ଅସମାପ୍ତିଆ କ୍ରିୟା ଯୋଗରେ ଗଠିତ ଯୁଗ୍ମ ଶବ୍ଦ, ଦ୍ୱିରୂକ୍ତ ଯୁଗ୍ମ ଶବ୍ଦ। ଏଇ 6 ପ୍ରକାରର ଯୁଗ୍ମ ଶବ୍ଦ ଆମର ଅଛି ଓଡିଆ ଭାଷାରେ ରହିଛି। ତେଣୁକରି ଗୋଟି ଗୋଟି କରି ଆମେ ଦେଖିବୁ। ପ୍ରଥମଟି ହଉଛି ଆମର କଣ ନା ଶବ୍ଦ ସହିତ ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଯୁଗ୍ମ ଶବ୍ଦ। କହିକି ଆସିଲେ ଲାଭ କ୍ଷତି, ଲାଭର ବିପରୀତ ଅର୍ଥ ହଉଛି କ୍ଷତି। ତେଣୁକରି ଏଠାରେ ଲାଭ କ୍ଷତି ଯୋଉ ଯୁଗ୍ମ ଶବ୍ଦ ଯୋଡି ହେଉଛନ୍ତି ତାହା ହଉଛି ଆମର ଶବ୍ଦ, ଗୋଟିଏ ଶବ୍ଦ ସହିତ ଅନ୍ୟ ଶବ୍ଦର ବିପରୀତ ଅର୍ଥ ବୁଝାଉଛି। ବୁଝିପାରିଲେ? ଯେପରି ଏକ୍ସାମ୍ପଲ ଅଗମୂଳ, କୌଣସି ଗଛର ଅଗ ଅଂଶ ବୁଝିଲା, ମୂଳଟା ତଳ ଅଂଶ ବୁଝିଲା। ଅରୁଆ ଉଷୁନା, ଆଗ ପଛ, ଏଠି ସେଠି, ଉଠା ପକା, ଦିନ ରାତି, କଳା ଗୋରା, ଖଟା ମିଠା, ପାପ ପୁଣ୍ୟ, ସଞ୍ଜ ସକାଳ, ଯା ଆସ, ହାନି ଲାଭ, ଶୁଣିଆ ବିକା। ଇଏ ସବୁବେଳେ ଆମର କଣ ନା ପ୍ରଥମ ଶବ୍ଦ, ଯୋଉ ପ୍ରଥମ ଶବ୍ଦ ହାନି ଲାଭ, ପ୍ରଥମ ଶବ୍ଦ ଦ୍ଵିତୀୟ ଶବ୍ଦର ବିପରୀତ ଅର୍ଥକୁ ବୁଝାଉଛି। ତାକୁ ଯୋଡି କରି ଆମର ଯୁଗ୍ମ ଶବ୍ଦ ଗଠନ କରାଯାଇଛି। ଇଏ ହେଲା ଗୋଟିଏ ପ୍ରକାରର ଯୁଗ୍ମ ଶବ୍ଦ। ତାପରେ ଆମର ରହିଛି କଣ କହିଲି ସମାନ ଅର୍ଥ ବୁଝାଉଥିବା ବନ୍ଧୁ ବାନ୍ଧବ, ବାହା ପୁଆଣୀ, ବାହା ପୁଆଣୀର ଅର୍ଥ ସମାନ, ବନ୍ଧୁ ବାନ୍ଧବର ଅର୍ଥ ପ୍ରାୟ ସମାନ, ଅସ୍ତ୍ର ଶସ୍ତ୍ର, ଅସ୍ତ୍ର ଶସ୍ତ୍ର, ଆଶା ଭରସା, କଥାବାର୍ତ୍ତା, କଥା ଯାହା ବାର୍ତ୍ତା ସେଇଆ, କଳି ଯାହା କଜିଆ ସେଇଆ। ଏଇ ଯୋଉ ସମାନ ଅର୍ଥ ବୁଝାଉଥିବା, ସମାନ ଅର୍ଥ ବୁଝାଉଥିବା ଶବ୍ଦ ଯୋଗରେ ଯୋଉ ଯୁଗ୍ମ ଶବ୍ଦ ଗଠିତ ହୋଇଥାଏ ସେଗୁଡିକ ମଧ୍ୟ ଏକ ଯୁଗ୍ମ ଶବ୍ଦର ଏକ ପ୍ରକାରକୁ ବୁଝାଇଥାଏ। ଠିକ ଅଛି? ଏସବୁ ଏକ୍ସାମ୍ପଲ ଗୁଡିକ ଆପଣ ମାନେ ଦେଖିଦେବେ। ତାପରେ ହଉଛି ଅର୍ଥ ଥିବା ସହିତ ଅର୍ଥ ନଥିବା ଶବ୍ଦର ସମ୍ମିଶ୍ରଣ। ଗୋଟେ ଶବ୍ଦର ଅର୍ଥ ଥିବା, ଗୋଟେ ଶବ୍ଦର ଅର୍ଥ ନଥିବ। ଝଗଡା, ଝାଟି, ଝାଟି ଆମର ଝଗଡାର ନିର୍ଦ୍ଦିଷ୍ଟ ଅର୍ଥ ଥିଲା, ଝାଟି ଶବ୍ଦର ଝଗଡା ସହିତ କୌଣସି ସମ୍ପର୍କ ନାହିଁ। ଓକେ, ଝାଟିର ଝଗଡା ସହିତ କିଛି ବି ସମ୍ପର୍କ, ଏଇ ଅର୍ଥ ଥିବା ଶବ୍ଦ ସହିତ ଅର୍ଥ ନଥିବା ଶବ୍ଦର ସମ୍ମିଶ୍ରଣ। ଖର୍ଚ୍ଚ ବାର୍ଚ୍ଚ, ଖର୍ଚ୍ଚ ବାର୍ଚ୍ଚର କୌଣସି ରିଲେସନ ହିଁ ନାହିଁ। ଗପ ସହିତ ଶବ୍ଦର କୌଣସି ରିଲେସନ ନାହିଁ। ଖଣ୍ଡିଆ ସହିତ ଖାବାର କିଛି, ଝିଅ ଝିଆଣି, ଇଏ ସବୁ ହଉଛି ଆମର କଣ ଗୋଟିଏ ଶବ୍ଦର ଅର୍ଥ ଅଛି, ଝିଅର ଅର୍ଥ ଅଛି, ଖଣ୍ଡିଆର ଅର୍ଥ ଅଛି, ଗପର ଅର୍ଥ ଅଛି, ଅଙ୍କାର ଅର୍ଥ ଅଛି, ଅନ୍ଧି ସନ୍ଧି, କନ୍ଦା କଟା, ତାର ଅର୍ଥ ଅଛି। କିନ୍ତୁ ମାତ୍ର ତାହା ସହିତ ଯୋଡି ହୋଇଥିବା ଶବ୍ଦଟିର ଅର୍ଥ ଏହା ସହିତ କୌଣସି ରିଲେସନ ନାହିଁ। ଓକେ, ତ ଇଏ ହଉଛି ଆମର ତୃତୀୟ ପ୍ରକାରର ଯୁଗ୍ମ ଶବ୍ଦ। ଅର୍ଥ ଥିବା ଶବ୍ଦ ସହିତ ଅର୍ଥ ନଥିବା ଶବ୍ଦର ମିଶ୍ରଣରେ ଯୋଉ ଶବ୍ଦ ଗଠିତ ହୋଇଥାଏ ତାହା ମଧ୍ୟ ଏକ ଯୁଗ୍ମ ଶବ୍ଦ। ତାପରେ ହଉଛି ଧ୍ୱନ୍ୟାତ୍ମକ ଯୁଗ୍ମ ଶବ୍ଦ। ଧ୍ୱନ୍ୟାତ୍ମକ ଯୁଗ୍ମ ଶବ୍ଦ, ଧ୍ୱନି ସୃଷ୍ଟିକାରୀ ଶବ୍ଦର ସାହାଯ୍ୟ ନେଇ ଆମେ ଯୋଉ ଶବ୍ଦ ଗଠନ କରିଥାନ୍ତି ତାହା ହଉଛି ଧ୍ୱନ୍ୟାତ୍ମକ। ଠକ୍ ଠକ୍, ସୁ ସୁ, ଝମ୍ ଝମ୍, ଏସବୁ ଗୁଡା ଧ୍ୱନି। ଠକ୍ ଠକ୍, ଆମ କବାଟ ଠକ୍ ଠକ୍, ଠକ୍ ଗୋଟେ ଶବ୍ଦ ବା ଧ୍ୱନି ବୁଝାଇଥାଏ। ତେଣୁକରି ସେଇ ଶବ୍ଦକୁ ଆମେ ଶୁଣିକରି ତାକୁ ଉଚ୍ଚାରିତ କରି ଯୋଉ ଶବ୍ଦ ଗଠନ କରିଛନ୍ତି ସେ ଧ୍ୱନିକୁ ଶୁଣିକରି ଠକ୍ ଠକ୍, ଏହା ହଉଛି ଧ୍ୱନ୍ୟାତ୍ମକ। ଟକ୍ ଟକ୍, ଆମର ବର୍ଷା ପଡି ଟକ୍ 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 ପଡିଥାଏ। କାଉଁ କାଁ କାଁ କେଁ କେଁ ହୁଏ। ସେ ପିଠା ତିଆରି କଲା ବେଳେ ସେ ଶବ୍ଦ ହୁଏ। ସେଟାକୁ ଆମେ ପିଠା ତିଆରି ଶବ୍ଦ ନ କହି ସେ କହିଥାଉ। ତେଣୁକରି ତା ଧ୍ୱନିକି ଶୁଣି ତାକୁ ଆମେ ଶବ୍ଦ ରୂପ ଦେଇଛନ୍ତି କଣ ନା ସେନ୍ସ। ସାପ ଫଁ ଫଁ ହୋଇଥାଏ, ସାପର ଶବ୍ଦକୁ, ସାପ ଯୋଉ ଆବାଜ ସୃଷ୍ଟି କରେ ଏ ଶବ୍ଦକୁ ଆମେ ଫଁ ଫଁ ଶବ୍ଦ ଆକାରରେ ଲେଖିଥାଉ। ସାପ ଫଁ ଫଁ କରେ, ଫଁ ଫଁ, ଫର୍ ଫର୍, ଚଡ୍ ଚଡ୍, ଧଡ୍ ଧଡ୍, ଟନ୍ ଟନ୍, ଠନ୍ ଠନ୍, ଝମ୍ ଝମ୍, ଟିକ୍ ଟିକ୍, ଏସବୁ ହଉଛି ଧ୍ୱନି ସୃଷ୍ଟିକାରୀ ଶବ୍ଦର ସାହାଯ୍ୟ ନେଇ ଗଠନ କରାଯାଇଛି। ତେଣୁ ଏହା ଧ୍ୱନ୍ୟାତ୍ମକ ଯୁଗ୍ମ ଶବ୍ଦ। ଆମର ପଞ୍ଚମ ଯୁଗ୍ମ ଶବ୍ଦଟି ହଉଛି କଣ ନା ଅସାମାପିକା କ୍ରିୟା ଯୋଗରେ ଗଠିତ ଶବ୍ଦ। ଅସାମାପିକା କ୍ରିୟା ମାନେ କଣ? ଏଟା ଦେଖନ୍ତୁ ପଢା ପଢି, ପଢିଟା ହଉଛି ଅସାମାପିକା କ୍ରିୟା। ଓକେ, ପଢା ଶବ୍ଦ ସହିତ ପଢି ଯୋଗି ପଢା ପଢିଆ, ଉଠା ଉଠି, ଉଠି କଟି କାମୁଡି, ଆମର ଏଇଭଳି ଯୋଉ ଶବ୍ଦ ଥିବ ଉଠା ଉଠି, କଟା କଟି, ଗଡା ଗଡି, ପଢା ପଢି, ଚଢା ଚଢି, ଛନ୍ଦା ଛନ୍ଦି, ବନ୍ଧା ବନ୍ଧି, ସୁଖା ସୁଖି, ମରା ମରି, ଧରା ଧରି, ହଣା ହଣି, ଏସବୁ ହଉଛି ଅସାମାପିକା କ୍ରିୟା ଯୋଗରେ ଗଠିତ ଯୁଗ୍ମ ଶବ୍ଦ। ଏପରି ଆପଣ ଜାଣିପାରିବେ, ଦେଖନ୍ତୁ ଗୋଟେ ଉଠା ଉଠି ପ୍ରାୟ ସମାନ ଉଚ୍ଚାରଣ ବା ସମାନ ଲେଖା ଆସୁଛି, ମାତ୍ର ଶେଷ ଅକ୍ଷରଟି ଯୋଉ ଆମର ଶେଷ ଶବ୍ଦଟି ଯୋଉ ରହୁଛି ସେ ଯୁଗ୍ମ ଶବ୍ଦର ତାହା ଅସାମାପିକା କ୍ରିୟା ପଦକୁ ସୂଚାଇ।
ତାପରେ ଆମର ଷଷ୍ଠ ବା ଶେଷଟି ହଉଛି ଦ୍ୱିରୁକ୍ତ ଯୁଗ୍ମ ବ୍ୟଞ୍ଜନ। ମଟ ଏକ ଦ୍ୱିରୁକ୍ତ ଯୁଗ୍ମ ବ୍ୟଞ୍ଜନ। ଏହି ଶବ୍ଦକୁ ଦୁଇଥର ବିରାମ ଦେଇ ଦ୍ୱିରୁକ୍ତ ମାନେ ଦ୍ୱିରୁକ୍ତ ମାନେ କିଛି ଆମର ବିରାମ ବିହୀନ ଗୋଟିଏ ଶବ୍ଦ ଦୁଇଥର ଉଚ୍ଚାରିତ ହୋଇଥିବ। ଘର ଘର ଥରଥର, ଘର ଘର ଥରଥର, ଛଳ ଛଳ, ଓକେ, ଫରଫର, ଦପ ଦପ, ଖଲ ଖଲ, ଖଟଖଟ। ଦେଖନ୍ତୁ ଦୁଇଥର ଉଚ୍ଚାରିତ ହଉଛି, ସେଟାକୁ ଆମେ କହନ୍ତି ଦ୍ୱିରୁକ୍ତ ଯୁଗ୍ମ ଶବ୍ଦ। ଏଥିରୁ ଆମେ କଣ ଜାଣିଲେ? ଆମର ଯୋଉ ଡିସ୍କସନ କରିକି ଆସିଲେ ଆମର ଶବ୍ଦର ପ୍ରକାର ଭେଦରେ କେତେ ପ୍ରକାର? ଆମର 6 ପ୍ରକାର ରହିଲା। ଗୋଟିଏ କଣ? ଆମର ଗୋଟେ ବିପରୀତ ଅର୍ଥବୋଧ ରହୁଛି। ବିପରୀତ ଅର୍ଥବୋଧ ଯୋଉ ଶବ୍ଦ, ତାକୁ ସେ ଯୋଉ ଯୁଗ୍ମ ଶବ୍ଦଟି ହଉଛି ଆମର ଲାଭ। ଏକ୍ସାମ୍ପଲ ଆମେ ଯଦି ଲାଭ, କ୍ଷତି, ଆଉ ଗୋଟେ ଆମର ସମାନ ଅର୍ଥକୁ ବୁଝାଉଥାଏ, ସେ ଗୋଟେ ହେଲା। ଆଉ ଗୋଟେ ଆମର ଧ୍ୱନ୍ୟାତ୍ମକ ହେଲା, ସମାପିକା କ୍ରିୟା ଯୋଗରେ ହେଲା, ଅସମାପିକା କ୍ରିୟା ଯୋଗରେ କ୍ରିୟାପଦ ପଢାପଢି, ଦୌଡାଦୌଡି, ଅସାମାପିକା କ୍ରିୟା ଯୋଗରେ ଗୋଟେ ହେଲା, ଓକେ। ତାପରେ ଆମର ଦ୍ୱିରୁକ୍ତ, ଗୋଟିଏ ଶବ୍ଦ ଦୁଇଥର ୟୁଜ କରାଯାଇ ଯୋଉ ଯୁଗ୍ମ ଶବ୍ଦ ଗଠିତ ହୋଇଛି ତାକୁ ଦ୍ୱିରୁକ୍ତ କହନ୍ତି। ଘର ଘର, ଥରଥର, ଛଳ ଛଳ। ସେଇଭଳି ଆମର ଅସାମାପିକ ପଢାପଢି, ଉଠା ଉଠି, କଟାକଟି ଗଲା। ଆମର ଧ୍ୱନ୍ୟାତ୍ମକ, ଆମର କୌଣସି ଧ୍ୱନିରୁ ଯୋଉ ଧ୍ୱନିକୁ ଶୁଣିକି ତାକୁ ଯେତେବେଳେ ଆମେ ଦୁଇଥର ୟୁଜ କରନ୍ତି, କେଁ କେଁ, ପେଁ ପେଁ, ସାପ ଫଁ ଫଁ ହବା, ତାହା ହଉଛି ଧ୍ୱନ୍ୟାତ୍ମକ। ଧ୍ୱନ୍ୟାତ୍ମକ ଅସମାପିକା କ୍ରିୟା ଯୋଗ, ତା ସହିତ ଆମର ଦ୍ୱିରୁକ୍ତ, ତା ସହିତ ଆମର ଗୋଟିଏ ଯୋଉ ଯୁଗ୍ମ ଶବ୍ଦରେ ଦୁଇଟି ଶବ୍ଦ ମଧ୍ୟରେ ଗୋଟିଏ ଶବ୍ଦର ଅନ୍ୟ ଶବ୍ଦ ସହିତ କୌଣସି ଅର୍ଥ ନଥିବ, ଯେପରି ଖର୍ଚ୍ଚ ବାଚ, ଗପ ସପ, ଖଣ୍ଡିଆ ଖାବରା। ଆମର ଚତୁର୍ଥ ହେଲା, ପଞ୍ଚମଟି ହଉଛି ବିପରୀତ ଅର୍ଥ, ଲାଭ କ୍ଷତି। ବିପରୀତ ଶବ୍ଦ ଯୋଗରେ ଆମେ ଯୁଗ୍ମ ଶବ୍ଦ କହିଥାନ୍ତି ଲାଭ କ୍ଷତି। ତା ସହିତ ଷଷ୍ଠଟି ହଉଛି ସମଚାରିତ ଶବ୍ଦ। ସମଚାରିତ ଶବ୍ଦରେ ଯେମିତି ଆମର ଖିଆ ପିଆ ହେଲା, ବାହା ପୁଆଣି, ବନ୍ଧୁ ବାନ୍ଧବ, ସମାନ ଅର୍ଥ ବୁଝାଉଥିବ। ତେଣୁକରି ଆମର ଯୁଗ୍ମ ଶବ୍ଦ ହଉଛି 6ଟି। ଶବ୍ଦ ହଉଛି କଣ? ଯୁଗ୍ମ ଶବ୍ଦ, ମୌଳିକ ଶବ୍ଦ। ମୌଳିକ ଶବ୍ଦରୁ କାହାକୁ କହନ୍ତି ନା, ଯୋଉ ଶବ୍ଦରୁ ଆମେ ଗୋଟିଏ ଅକ୍ଷର ବାହାର କରିଦେଲେ, ଗୋଟେ ଅକ୍ଷର ଲିଭାଇ ଦେଲେ ବା ଅକ୍ଷରକୁ କାଟିଦେଲେ ଯଦି ସେ ଶବ୍ଦର ଅର୍ଥ ପରିପ୍ରକାଶ ହୁଏ ନାହିଁ, ତାହା ହଉଛି ମୌଳିକ ଶବ୍ଦ। ନଡିଆ ହଉଛି ତାର ଏକ୍ସାମ୍ପଲ, ଓକେ। ତେଣୁକରି ଆଜିର ଏଇ ଯୋଉ ଆମର ଶବ୍ଦର ପ୍ରକାର ଭେଦ, ଶବ୍ଦର ଉତ୍ପତ୍ତି ଠାରୁ ଉତ୍ପତ୍ତିକୁ ଦୃଷ୍ଟିରେ ରଖି ତାର ସେଇଟା ମଧ୍ୟ ଶବ୍ଦ କେତେ ପ୍ରକାରର, ତା ସହିତ ଶବ୍ଦର ଆମର ଯୋଉ ଆମର ଭାଷାର ବ୍ୟବହାରକୁ ନେଇ ଭାଷାରେ ଶବ୍ଦର ବ୍ୟବହାରକୁ ନେଇ ଶବ୍ଦକୁ ଆମେ କେତେ ଭାଗରେ ବ୍ୟକ୍ତ କରିଛନ୍ତି, ଯୋଉ ଦୁଇ ଭାଗର ଆମର ମୌଳିକ ଯୁଗ୍ମ ଯୁଗ୍ମ ଶବ୍ଦ 6 ପ୍ରକାରର, ସେସବୁ ବିଷୟରେ ଆଜି ଆମେ ଆଲୋଚନା କରିଲେ। ଆଶା ଆଜିର କ୍ଲାସଟି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଦୟାକରି এই ଭିଡିଓକୁ ଆପଣ ସବସ୍କ୍ରାଇବ, ବହୁଳ ଭାବରେ ସେୟାର କରିବାକୁ ଭୁଲିବେ ନାହିଁ। ଯଦି ଆପଣଙ୍କର କୌଣସି ଡାଉଟ ଅଛି କି ଆପଣ କୌଣସି ବିଷୟରେ କିଛି ଏଇ ସ୍ଲାଇଡ ଏଇ ଭିଡିଓଟି ବିଷୟରେ କିଛି ମତ ଦେବାକୁ ଚାହୁଁଛନ୍ତି, ତେଣୁ କମେଣ୍ଟ ବକ୍ସରେ ଆପଣମାନେ ମଧ୍ୟ ଆପଣଙ୍କର ମତ ବ୍ୟକ୍ତ କରିପାରିବେ। Thank you for watching my channel. Please do subscribe, like, comment. Thank you.